ଯେ ମୁଁ ବୋଧେ ଜାଣିନି ଏଇଟା ମୋର ଭାଗ୍ୟ କି ସୌଭାଗ୍ୟ କି ଅହୋଭାଗ୍ୟ। କାହିଁକି ନା ଗତ ବର୍ଷ ଯେତେବେଳେ ମୁଁ ଆସିଥିଲି ଏଇ ଶେଷରେ ମଧ୍ୟ ମୁଁ କବିତା ଶେଷ କରିଥିଲି। ବୋଧେ ଆପଣମାନଙ୍କର ସ୍ନେହ ଶ୍ରଦ୍ଧା ଆଶୀର୍ବାଦରୁ ଏ ମଞ୍ଚକୁ ମୁଁ ପାଏ। ସେଇଭଳି ଏକ କବିତା ନେଇ ଆସିଛି, ବୋଉ ବୁଢୀ ହେଲା ଯେ ସମୟ ସମୟ ସେଜ ଓଦା କରିଦିଏ କଅଁଳା ଶିଶୁଟିଏ ପରି। ଯେ ସମୟ ସମୟ ସେଜ ଓଦା କରିଦିଏ କଅଁଳା ଶିଶୁଟିଏ ପରି। ଆଉ ଭୟାର୍ଥ ଆଖିରେ ମୁଁ ଚାହେଁ, ଆଉ ଭୟାର୍ଥ ଆଖିରେ ମୁଁ ତାକୁ ଚାହେଁ, ସତେ ଯେମିତି କଣ ଗୋଟେ ଭୁଲ ହେଇଗଲା। ସେ ସେଜକୁ ମୁଁ ବଦଳାଏ କର୍ତ୍ତବ୍ୟର ତାରନାରେ ମାପି ଛୁପି ଖୁବ୍ ସନ୍ତର୍ପଣ। ସେ ସେଜକୁ ମୁଁ ବଦଳାଏ କର୍ତ୍ତବ୍ୟର ତାରନାରେ ମାପି ଚୁପି ଖୁବ୍ ସନ୍ତର୍ପଣ। କିନ୍ତୁ ବୋଉ ଭଳି ନିର୍ବିକାର ହୋଇପାରି ନାହିଁ। ବାତ୍ସଲ୍ୟ ମମତା ତାର ପେଶି ହେଇଯାଏ କର୍ତ୍ତବ୍ୟର ଶଗଡ଼ ଗୁଡ଼ାରେ। ଏଇ ଯେମିତି ଆନ୍ତରିକତା କମିଲେ ଆଉ କର୍ତ୍ତବ୍ୟଟା ବୋଝ ପରି ଲାଗେ। ଯେମିତି ଆନ୍ତରିକତା କମିଲେ କର୍ତ୍ତବ୍ୟଟା ବୋଝ ପରି ଲାଗେ। ଯିଏ ଦିନେ ଠାକୁରଙ୍କୁ ଡାକୁଥିଲା ମୋ ପାଇଁ କୋଟି ପରମାୟୁ, ଆଜି ମୁଁ ସେଇ ଠାକୁରଙ୍କ ପାଖେ ଡାକୁଛି ବୋଉ ମୋର ସୁଖେ ଚାଲିଯାଉ। ଆଜ୍ଞା, ବୋଉ ବୁଢୀ ହେଲା ପରେ। ଧନ୍ୟବାଦ। ଆପଣ